ଆପଣଙ୍କ ଘରେ ଯଦି ଡାଇବେଟିକ୍ ପେସେଣ୍ଟ ଅଛନ୍ତି ଏବଂ ତାଙ୍କର ଯଦି କିଡ଼ନୀ ଠିକ୍ ହିସାବରେ କାମ କରୁଛି ତେବେ ନିଶ୍ଚୟ ଏହି ବଟିକାଟିକୁ ଖାଉଥିବେ। କାହିଁକି ନା ଏହି ବଟିକା ଛୋଟ PHC ଠାରୁ ଆରମ୍ଭ କରି ବଡ଼ରୁ ବଡ଼ ହସ୍ପିଟାଲରେ ଡାଇବେଟିକ୍ କ୍ଷେତ୍ରରେ ଫର୍ଷ୍ଟ ମେଡ଼ିସିନ ହିସାବରେ ତାକୁ ପ୍ରେସ୍କ୍ରାଇବ୍ କରାଯାଇଥାଏ। ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫର୍ଷ୍ଟ ଜିନିଷ ଏହା ଡାଇବେଟିକ୍କୁ ବହୁତ ବଢ଼ିଆ କଣ୍ଟ୍ରୋଲ କରେ। ଦ୍ୱିତୀୟ ଜିନିଷ ଏହା ବହୁତ ଅଳ୍ପ ଦାମରେ ମିଳିଥାଏ ଏବଂ ତୃତୀୟ ଜିନିଷ ଏଇଟା ପ୍ରାୟ ସବୁ ଜାଗାରେ ମିଳିଥାଏ। ସେଥିପାଇଁ ଏ ବଟିକା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ ବଟିକା ଡାଇବେଟିସ୍କୁ କଣ୍ଟ୍ରୋଲ କରିବାରେ। ଏବଂ ଏହି କମ୍ପୋଜିସନ୍ ଏହି ମଲିକ୍ୟୁଲଟି ହେଉଛି ମେଟଫର୍ମିନ୍। ତ ଏହି ଯେଉଁ ମଲିକ୍ୟୁଲ ଅଛି ମେଟଫର୍ମିନ୍ ତାହା ସବୁଠୁ ପୁରୁଣା ମଲିକ୍ୟୁଲ। ଲାଷ୍ଟ 50ରୁ 60 ବର୍ଷ ହେଲାଣି ତାହା ଡାଇବେଟିସ୍ ପେସେଣ୍ଟମାନଙ୍କୁ ଦିଆହେଉଛି ଏବଂ ତାହା ବହୁତ ବଢ଼ିଆ ହିସାବରେ ମଧ୍ୟ କାମ କରୁଛି। ତାହା କେମିତି କାମ କରେ? ମୁଖ୍ୟତଃ ଆମ ଲିଭରରୁ ଯେଉଁ ଗ୍ଲୁକୋଜଟି ବାହାରିଥାଏ ଏବଂ ଯାହା ଆମ ସୁଗରର ଲେଭେଲକୁ ବଢ଼େଇଥାଏ ତାହାକୁ ଆମେ ଗ୍ଲୁକୋନିଓଜେନେସିସ୍ ବୋଲି କହିଥାଉ। ଏବଂ ମେଟଫର୍ମିନ୍ କ'ଣ କରିଥାଏ? ଏ ଗ୍ଲୁକୋନିଓଜେନେସିସ୍କୁ କମେଇ ଦେଇଥାଏ। ଦ୍ୱିତୀୟ ଜିନିଷ କ'ଣ କରିଥାଏ ନା ଏଇ ମେଟଫର୍ମିନ୍ ଆମର ଯେଉଁ ଗଟ୍ର ମାଇକ୍ରୋବିଓମ୍ ଅଛି ତାକୁ ଅଲ୍ଟର କରିଥାଏ ଏବଂ ସେଥିପାଇଁ ଆମର GLP-1 ହର୍ମୋନ୍ଟି ରିଲିଜ୍ ହୋଇଥାଏ ଏବଂ ତାହା ଆମର ଯେଉଁ ଗ୍ଲୁକୋଜ୍ର ହିମୋଷ୍ଟାସିସ୍ ଅଛି ତାକୁ ରେଗୁଲେଟ୍ କରିଥାଏ ଏବଂ ଆମର ଇନ୍ସୁଲିନ୍ର ସେନ୍ସିଟିଭିଟିକୁ ମଧ୍ୟ ବଢ଼େଇଥାଏ। ତ ମେଟଫର୍ମିନ୍କୁ ଆମେ ଡାଇବେଟିକ୍ କ୍ଷେତ୍ରରେ ଦେଉଛୁ, କିନ୍ତୁ ଅନ୍ୟ କେଉଁ କ୍ଷେତ୍ରରେ ମୁଖ୍ୟତଃ ଦିଆଯାଇଥାଏ? ଦେଖନ୍ତୁ, ପ୍ରି ଡାଇବେଟିସ୍ କ୍ଷେତ୍ରରେ ତା ଅର୍ଥ ଡାଇବେଟିସ୍ର ଠିକ୍ ହେବା ଆଗରୁ ଯେଉଁ କଣ୍ଡିସନ୍ ଥାଏ ସେଥିରେ ମଧ୍ୟ ମେଟଫର୍ମିନ୍ ପ୍ରେସ୍କ୍ରାଇବ୍ କରାଯାଇଥାଏ। ତା ସହିତ ପଲିସିଷ୍ଟିକ୍ ଓଭେରିଆନ୍ ସିଣ୍ଡ୍ରୋମ୍ ତା ଅର୍ଥ PCOSରେ ମଧ୍ୟ ଏହା ବହୁତ ମାତ୍ରାରେ ହେଲ୍ପଫୁଲ୍ ହୋଇଥାଏ। ଆମର ଫର୍ଟିଲିଟି ବଢ଼ାଇବାରେ ଏବଂ ଓଭ୍ୟୁଲେସନ୍କୁ ଠିକ୍ କରିବାରେ ମଧ୍ୟ ମେଟଫର୍ମିନ୍ର ବହୁତ ଭୂମିକା ରହିଛି। ଆଉ ଦୁଇଟା ଇମ୍ପୋର୍ଟାଣ୍ଟ ଜିନିଷରେ ମଧ୍ୟ ମେଟଫର୍ମିନ୍ ବହୁତ ହିସାବରେ କାମ ଦେଉଛି। ଫର୍ଷ୍ଟ ଜିନିଷ ହେଉଛି ଆମର ଏଜ୍ ରିଲେଟେଡ୍ ଯେଉଁ ମର୍ବିଡିଟି ଅଛି ତାକୁ ମଧ୍ୟ କମେଇ ଦେଉଛି। ସେଥିପାଇଁ ଏହାକୁ ଏଣ୍ଟି ଏଜିଂ ଡ୍ରଗ୍ ହିସାବରେ ମଧ୍ୟ ବହୁତ ଜାଗାରେ ୟୁଜ୍ କରାହେଉଛି। ଏବଂ ଦ୍ୱିତୀୟ ଜିନିଷ ହେଉଛି ଡିଫରେଣ୍ଟ କ୍ୟାନ୍ସର ଯେଉଁ ଅଛି, ପ୍ରୋଷ୍ଟେଟ୍ କ୍ୟାନ୍ସର ହେଇଗଲା, କୋଲୋରେକ୍ଟାଲ କ୍ୟାନ୍ସର ହେଇଗଲା, ବ୍ରେଷ୍ଟ କ୍ୟାନ୍ସର ହେଇଗଲା, ସେଥିରେ ମଧ୍ୟ ମେଟଫର୍ମିନ୍ର ରୋଲ୍ ରହିଛି ଏବଂ ଏହି କ୍ୟାନ୍ସର ଗୁଡ଼ିକ କମେଇବାରେ କିମ୍ବା ଏହି କ୍ୟାନ୍ସର ହେଇଥିବା ଲୋକମାନଙ୍କ ଠାରେ ତାଙ୍କର ଲାଇଫ୍ ଆହୁରି ବୃଦ୍ଧି କରିବାରେ ମେଟଫର୍ମିନ୍ ହେଲ୍ପଫୁଲ୍ ହେଉଛି। ମେଟଫର୍ମିନ୍ର ଇମ୍ପୋର୍ଟାଣ୍ଟ ସାଇଡ୍ ଇଫେକ୍ଟ ହେଉଛି କି ଆମର ଯେଉଁ ଭିଟାମିନ୍ B12 ଅଛି ତାହା ଟିକେ କମେଇ ଦେଇଥାଏ। ସେଥିପାଇଁ ମେଟଫର୍ମିନ୍ ଖାଉଥିବା ଲୋକ ମଝିରେ B12ର ଟେଷ୍ଟ କରାଉଥିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏବଂ ଲାଷ୍ଟ ଜିନିଷ, କେଉଁ ଲୋକମାନେ ମେଟଫର୍ମିନ୍ ଖାଇପାରିବେ ନାହିଁ? ଦେଖନ୍ତୁ, ଯେଉଁମାନଙ୍କର CKD ଅଛି ତାମାନେ କ୍ରୋନିକ୍ କିଡ଼ନୀ ଡିଜିଜ୍ କିମ୍ବା କିଡ଼ନୀ ଯଦି ଖରାପ ଅଛି, ଯାହାର EGFR 30ରୁ କମ୍ ଅଛି, ସେଇମାନେ ମେଟଫର୍ମିନ୍ ଖାଇପାରିବେ ନାହିଁ। ଯଦି ସେମାନେ ମେଟଫର୍ମିନ୍ ଖାଇ ଚାଲିବେ ତ କିଡ଼ନୀ ବହୁତ ଅଧିକା ମାତ୍ରାରେ ଡ୍ୟାମେଜ୍ ହୋଇଯିବ।